नमस्कार जय जगन्नाथ। एलिमेंटी न्यूरोथेरापी डॉक्टर लाजपत मेहराज न्यूरोथेरापी ହେଉଛି ଏକ ପ୍ରାକୃତିକ ଏବଂ ଔଷଧ ବିହୀନ ଚିକିତ୍ସା ପଦ୍ଧତି। ଚିକିତ୍ସାରେ ଶରୀରର ବିଭିନ୍ନ ସ୍ଥାନରେ ଚାପ ଦେଇ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ସକ୍ରିୟ କରାଯାଏ, ଯାହାଦ୍ୱାରା ଶରୀର ନିଜେ ନିଜର ରୋଗ ଭଲ କରିପାରେ। ଏହାର ମୂଳ ସିଦ୍ଧାନ୍ତ ଅମ୍ଳ ଓ କ୍ଷାରୀୟର ସନ୍ତୁଳନ, ଏସିଡ୍ ଆଲକାଲାଇନ୍ ବାଲାନ୍ସ। ଆମ ଶରୀରରେ ଅମ୍ଳ ଏସିଡ୍ ଏବଂ କ୍ଷାର ଆଲକାଲିର ମାତ୍ରା ସନ୍ତୁଳିତ ରହିବା ଜରୁରୀ। ଏହି ସନ୍ତୁଳନ ବିଗିଡ଼ିଯାଏ ତେବେ ଶରୀର ରୋଗାକ୍ରାନ୍ତ ହୁଏ। ଏହି ଥେରାପି ଶରୀରର ପିଏଚ୍ ସ୍ତରକୁ ସନ୍ତୁଳିତ କରେ। ନାଭି କେନ୍ଦ୍ର। ନାଭି ଚକ୍ର ହେଉଛି ଶରୀରର କେନ୍ଦ୍ରବିନ୍ଦୁ। ନାଭି ନିଜ ସ୍ଥାନରୁ ହଟିଲେ ହଜମ ପ୍ରକ୍ରିୟା ଖରାପ ହୁଏ, ଯାହା ଅଧିକାଂଶ ପୁରୁଣା ରୋଗର ମୂଳ କାରଣ। ହରମୋନ୍ ଓ ଏନଜାଇମ୍ ନିୟନ୍ତ୍ରଣ। ଶରୀରର ଗ୍ରନ୍ଥି ଗ୍ଲାଣ୍ଡସ୍ ଗୁଡ଼ିକ ଯଦି ଠିକ୍ ଭାବେ କାର୍ଯ୍ୟ ନ କରନ୍ତି, ତେବେ ଆବଶ୍ୟକ କେମିକାଲ ବା ହରମୋନ୍ ତିଆରି ହୋଇପାରେ ନାହିଁ। ଏଲିମେଣ୍ଟି ଦ୍ୱାରା ଏହି ଗ୍ରନ୍ଥି ଗୁଡ଼ିକୁ ଉତ୍ତେଜିତ କରାଯାଇ ଜୈବିକ କାର୍ଯ୍ୟକ୍ଷମ କରାଯାଏ। ଏହା କିପରି କାମ କରେ? ହାଉ ଇଟ୍ ୱାର୍କସ୍। ଏହି ଚିକିତ୍ସାରେ କୌଣସି ବାହ୍ୟ ଜିନିଷ, ଔଷଧ କିମ୍ବା ଛୁଞ୍ଚିର ବ୍ୟବହାର କରାଯାଏ ନାହିଁ। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ। ନିର୍ଦ୍ଦିଷ୍ଟ ବିନ୍ଦୁରେ ଚାପ, ପ୍ରେସର ପଏଣ୍ଟସ୍। ଥେରାପିଷ୍ଟ ମାନେ ସେମାନଙ୍କ ହାତ କିମ୍ବା ପାଦ ସାହାଯ୍ୟରେ ରୋଗୀର ହାତ, ପାଦ, ପିଠି କିମ୍ବା ପେଟର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରାୟ 6 ସେକେଣ୍ଡ ପାଇଁ ଚାପ ଦିଅନ୍ତି। ରକ୍ତ ସଞ୍ଚାଳନ, ଗତି ବଦଳାଇବା। ଏହି ଚାପ ଦ୍ୱାରା ଶରୀରର ଏହି ସ୍ଥାନକୁ ରକ୍ତ ଏବଂ ଲିମ୍ଫ ପ୍ରବାହ କିଛି ସମୟ ପାଇଁ ଅଟକିଯାଏ ଏବଂ ଛାଡ଼ିଦେବା ପରେ ତାହା ସିଧାସଳଖ ସମ୍ପୃକ୍ତ ଦୁର୍ବଳ ଅଙ୍ଗ ଯେପରି ଲିଭର, ପାନକ୍ରିଆସ୍ କିମ୍ବା କିଡ୍ନି ଆଡ଼କୁ ଅଧିକ ପରିମାଣରେ ପ୍ରବାହିତ ହୁଏ। ଅଙ୍ଗଗୁଡ଼ିକୁ ସକ୍ରିୟ କରିବା ପାଇଁ ଯେତେବେଳେ କୌଣସି ଅଙ୍ଗକୁ ଠିକ୍ ଭାବେ ରକ୍ତ ଏବଂ ଅମ୍ଳଜାନ ମିଳେ, ସେତେବେଳେ ତାହା ପୁଣି ଥରେ ସକ୍ରିୟ ହୋଇ କାମ କରିବା ଆରମ୍ଭ କରେ। ପାନକ୍ରିଆସ୍ ବିନ୍ଦୁରେ ଚାପ ଦେଇ ଇନସୁଲିନ୍ ତିଆରିକୁ ନିୟନ୍ତ୍ରଣ କରାଯାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ସହାୟକ ହୁଏ। ଲିଭର ବିନ୍ଦୁରେ ଚାପ ଦେଇ ଶରୀରରୁ ଦୂଷିତ ପଦାର୍ଥ ବାହାର କରାଯାଏ ଏବଂ ହଜମ ପ୍ରକ୍ରିୟା ଠିକ୍ କରାଯାଏ। ସଂକ୍ଷେପରେ କହିଲେ, ଏଲିମେଣ୍ଟି ଆମ ଶରୀରକୁ ଏକ ଫାର୍ମାସି ବା ଔଷଧ ଦୋକାନ ଭାବେ ଦେଖେ। ବାହାରୁ ଔଷଧ ନ ଦେଇ ଶରୀର ଭିତରେ ଥିବା ପ୍ରାକୃତିକ ଗ୍ରନ୍ଥିଗୁଡ଼ିକୁ ସକ୍ରିୟ କରି ରୋଗ ଭଲ କରିବାର ହେଉଛି ଏହାର ପ୍ରକୃତ କାର୍ଯ୍ୟଶୈଳୀ। ଧନ୍ୟବାଦ।